ପିଲାମାନେ ଆଜି ଆମେ ଆମ ଷଷ୍ଠ ଶ୍ରେଣୀ ସାହିତ୍ୟ ବହିର ଏକ ସୁନ୍ଦର ବିଷୟ ପଢ଼ିବା ବିଶ୍ୱ ବିଜୟୀ ବିବେକାନନ୍ଦ। ଏହାକୁ ଲେଖିଛନ୍ତି ଡକ୍ଟର ଶୁଭେନ୍ଦ୍ର ମୋହନ ଶ୍ରୀଚନ୍ଦନ ସିଂ। ପିଲାମାନେ ବିବେକାନନ୍ଦକୁ କାହିଁକିରେ ବିଶ୍ୱ ବିଜୟୀ କୁହାଯାଇଛି ଏ ବିଷୟରେ ଆମେ ପଢ଼ିବା। ବିବେକାନନ୍ଦଙ୍କୁ ବର୍ତ୍ତମାନ ଯେତିକି ଆମେ ଜାଣିବା ତାଠୁ ଆମେ ଯେତେବେଳେ ବଡ଼ ହେଇଯିବା ତାଙ୍କ ବିଷୟରେ ଆହୁରି ଅନେକ ଜାଣିବା, ତାଙ୍କଠାରୁ ଆମେ ପ୍ରେରଣା ନେବା। ତାହେଲେ ଦେଖିବା ଏ ବିଷୟ ତାଙ୍କରି ବିଷୟରେ ପଢ଼ିବା। ବିଲେ ବିଲେ ମା ବାହାରକୁ ଆସି ଉଚ୍ଚ ସ୍ୱରରେ ଡାକିଲେ, ମାତ୍ର କୌଣସି ଉତ୍ତର ମିଳିଲା ନାହିଁ। ମା ବ୍ୟସ୍ତ ହୋଇ ପଡ଼ିଲେ। ହେଲା, ଅନେକ ବେଳୁ ସଞ୍ଜ ଗଡ଼ିଲାଣି, ଚାରିଆଡ଼େ ଅନ୍ଧକାର, ରାତି ବଢ଼ୁଛି, ପୁଅ ଘରେ ତ ନାହିଁ, ଗଲା କୁଆଡ଼େ? ବିଲେକୁ ନ ପାଇ ଘରେ ସମସ୍ତେ ବ୍ୟସ୍ତ ହୋଇ ପଡ଼ିଲେ। ବୁଝିହେଲା? ତାହେଲେ ବିଲେ କିଏ କିରେ ପିଲାମାନେ? ବିଲେ ହେଉଛନ୍ତି ଆମର ବିବେକାନନ୍ଦ। ମା ବିବେକାନନ୍ଦକୁ ଖୋଜୁଛନ୍ତି, ତାକୁ ନ ପାଇ ବ୍ୟସ୍ତ ହୋଇ ପଡ଼ୁଛନ୍ତି। ତାହେଲେ କ'ଣ ହେଲା? କୁଆଡ଼େ ଗଲେ? ରାତି ଅଧ ହେଲା। କେହି ଜଣେ କଦଳୀ ବାଡ଼ି ଆଡ଼କୁ କୌଣସି କାମରେ ଯାଇଥିଲା। ସେଇଠି ଦେଖିଲା ବିଲେ ଚକା ପକାଇ ନିର୍ବିକାର ଭାବରେ ବସି ରହିଛି। ବିଲେକୁ ଡାକି ଘରକୁ ଅଣାଗଲା। ଏହାପରେ ପ୍ରକୃତ କଥାଟି ଜଣାପଡ଼ିଲା। ମା ପୁଅକୁ ରାମାୟଣ କାହାଣୀ କହନ୍ତି। ସେ ଥରେ କହିଥିଲେ, ହନୁମାନ ଅମର, ହନୁମାନ କଦଳୀ ଖାଇବାକୁ ସୁଖ ପାଆନ୍ତି। ସେଇଥିପାଇଁ ବିଲେ ବସିଛି କଦଳୀ ବଣରେ। ହନୁମାନ କେତେବେଳେ ଆସିବେ ସେ ଦେଖିବେ। ପିଲାମାନେ ଦେଖିଲ, ତମେମାନେ ସେମିତି ଅପେକ୍ଷା କରିପାରିବ? ଭଗବାନଙ୍କୁ କୋଉ ଅପେକ୍ଷା କରି ବସିଛନ୍ତି? ମା ରାମାୟଣ ଶୁଣି ବସିଛନ୍ତି, ହନୁମାନଙ୍କର କଦଳୀ ପସନ୍ଦ। ହନୁମାନ ଆସିବେ, ବିଲେ ଦେଖିବେ ହନୁମାନଙ୍କୁ ଅପେକ୍ଷା କରିକି ବସିଛନ୍ତି। ପିଲାଦିନରୁ ବିଲେ ଏଇଭଳି ବିଚିତ୍ର ଆଚରଣ। ବେଳେବେଳେ ସେ ଚକା ପକାଇ ଧ୍ୟାନରେ ବସିଯାଏ, ଅନ୍ୟର ଦୁଃଖ ଦେଖିଲେ କାନ୍ଦି ପକାଏ। ଦୁଃଖ ଦରିଦ୍ରମାନଙ୍କ ପ୍ରତି ତା'ର ବହୁତ ଦୟା। ଘରୁ ଯାହା ପାଏ ଆଣି ସେମାନଙ୍କୁ ବାଣ୍ଟି ଦିଏ। ପିଲାମାନେ ପିଲା ବେଳୁ ଏହି ତାଙ୍କର କ'ଣ ବିଚିତ୍ର ଆଚରଣ ଦେଖିବାକୁ ମିଳିଥିଲା। ବିଲେର ବାପା ବିଶ୍ୱନାଥ ଦତ୍ତ କଲିକତା ଉଚ୍ଚ ବିଦ୍ୟାଳୟରେ ଓକିଲାତି କରୁଥିଲେ। ଜ୍ଞାନୀ ଓ ଦାନୀ ଭାବରେ ସେ ସୁନାମ ଅର୍ଜନ କରିଥିଲେ। ତାଙ୍କ ନାଁ ଥିଲା ଭୁବନେଶ୍ୱରୀ। ମଧ୍ୟ ଥିଲେ ଧର୍ମପରାୟଣ ଓ ଦାନଶୀଳା ମହିଳା। ଅନେକ ଦିନ ଯାଏ ସେମାନଙ୍କର କୌଣସି ସନ୍ତାନ ଜାତ ହୋଇନଥିଲେ। ଶେଷରେ ଭୁବନେଶ୍ୱରୀ କାଶୀର ବୀରେଶ୍ୱର ମହାଦେବଙ୍କୁ ପୂଜା କରି ଏହି ପୁଅଟିକୁ ପାଇଥିଲେ ବୋଲି କହନ୍ତି। ସେଥିପାଇଁ ତାକୁ ସେ ନାଁ ଡାକୁଥିଲେ ବିଲେ। ବୁଝିହେଲା? ପିଲାଦିନରୁ ଏକ ବିଚିତ୍ର ଆଚରଣ। ବୁଝିହେଲା? ଏବଂ କ'ଣ ପିଲାଦିନୁ ଧ୍ୟାନରେ ବସି ଯାଉଥିଲେ, ସେମିତି ବସି ଯାଉଥିଲେ, ତାଙ୍କରି ବିଷୟରେ ପଢ଼ିବା। 1683 ମସିହା ଜାନୁଆରୀ 12 ତାରିଖରେ ବିଲେର ଜନ୍ମ। ପିଲାଦିନେ ନାଁ ଥିଲା ନରେନ୍ଦ୍ର। ସାଙ୍ଗମାନେ ଡାକୁଥିଲେ ନରେନ। ପରବର୍ତ୍ତୀ କାଳରେ ତାଙ୍କ ନାଁ ହେଇଗଲା ବିବେକାନନ୍ଦ। ନରେନ ତ ଛାତ୍ର ଭାବରେ ଥିଲେ ବିଚକ୍ଷଣ। ଅତି ସହଜରେ ପାଠ ସବୁ ତାଙ୍କର ମନେ ରହିଯାଏ। ପାଠ୍ୟ ପୁସ୍ତକ ବ୍ୟତୀତ ବିଭିନ୍ନ ବିଷୟରେ ଲେଖା ହୋଇଥିବା ପୁସ୍ତକ ସବୁକୁ ସେ ପଢ଼ି ପକାଉଥିଲେ। ବୟସ ବଢ଼ିବା ସଙ୍ଗେ ସଙ୍ଗେ ସେ ଅଧିକ ଚିନ୍ତାଶୀଳ ହୋଇପଡ଼ିଲେ। ବିଭିନ୍ନ ବିଷୟରେ ତାଙ୍କ ମନରେ ଅନେକ ପ୍ରଶ୍ନ ଜାତ ହେଲା, ସୃଷ୍ଟି ହେଲା। କ'ଣ? ଶ୍ରୀରାମଙ୍କ ସହିତ ତାଙ୍କର ଦେଖା ହୋଇଗଲା। ଶ୍ରୀରାମକୃଷ୍ଣ ନରେନଙ୍କ ମନରେ ଜାତ ହୋଇଥିବା ସବୁ ପ୍ରଶ୍ନର ସମାଧାନ କରିଦେଲେ। ସେ ତାଙ୍କୁ ବୁଝାଇଦେଲେ, ପୃଥିବୀରେ ସବୁ ଧର୍ମ ସମାନ, ମାନବ ସେବା ହିଁ ଭଗବାନଙ୍କର ପ୍ରକୃତ ପୂଜା। ବୁଝିହେଲା? ଶ୍ରୀରାମକୃଷ୍ଣ ତାଙ୍କ ଗୁରୁ ଥିଲେ। ସେ ତାଙ୍କୁ ସବୁ ସମାଧାନ ଉତ୍ତର ଦେଲେ ଯେ ସବୁ ଧର୍ମ ସମାନ ପୃଥିବୀରେ, ଏଠି ମାନବ ସେବା ହିଁ ଭଗବାନଙ୍କର ପ୍ରକୃତ ପୂଜା ବୋଲି କହିଲେ। 1885 ମସିହା ନରେନ BA ପାସ୍ କଲେ। ଏହି ସମୟରେ ହଠାତ୍ ତାଙ୍କର ପିତାଙ୍କର ମୃତ୍ୟୁ ହେଲା। ପରିବାରର ଆର୍ଥିକ ଅବସ୍ଥା ଭଲ ନଥିଲା। ଘରେ ସାନ ଭାଇ, ଭଉଣୀ ଓ ମା। ଘରର ସମସ୍ତ ଦାୟିତ୍ୱ ପଡ଼ିଲା ନରେନଙ୍କ ଉପରେ। ସେ କିଛି ଦିନ ଶିକ୍ଷକତା କରି ଗୁଜୁରାଣ ମେଣ୍ଟାଇବାକୁ ଚେଷ୍ଟା କଲେ, ତଥାପି ଅଭାବ ଦୂର ହେଲା ନାହିଁ। ଏତେ ଅଭାବ ଅସୁବିଧା ମଧ୍ୟରେ ସେ ଅବିଚଳିତ ଥାଆନ୍ତି। ବୁଝିହେଲା? ବାପାଙ୍କର ମୃତ୍ୟୁ ପରେ ତାଙ୍କ ସାନ ଭାଇ, ଭଉଣୀ ଓ ମା, ହେଲା, ସେ ଶିକ୍ଷକତା କରିବାକୁ ଚେଷ୍ଟା କଲେ, ତଥାପି ଅଭାବ ଦୂର ହେଲା ନାହିଁ।
ବିବାହ କରି ଘର ସଂସାର କରିବା ଅଥବା ଅର୍ଥ ଉପାର୍ଜନ କରି ବିଳାସ ବେଶନରେ ଜୀବନ କଟାଇବା ଦିଗରେ ସେ କେବେ ଆଗ୍ରହୀ ନଥିଲେ। ଶ୍ରୀରାମକୃଷ୍ଣଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଜନସେବାକୁ ହିଁ ଜୀବନର ଲକ୍ଷ୍ୟ ଭାବେ ଗ୍ରହଣ କରିନେଲେ। ଏହାପରେ ଶ୍ରୀରାମକୃଷ୍ଣଙ୍କ ସାଧନା ପୀଠ କଲିକତା ନିକଟସ୍ଥ ଦକ୍ଷିଣେଶ୍ୱର କାଳୀ ମନ୍ଦିରକୁ ଚାଲିଗଲେ। ସେଠାରେ ସେ ଗୁରୁଦେବଙ୍କ ପାଖାପାଖି ରହି ତାଙ୍କର ଆଶୀର୍ବାଦ ଲାଭ କଲେ। ବୁଝିଲା। ତାପରେ ସେ କୋଉଠିକି ଚାଲିଗଲେ? ଶ୍ରୀରାମକୃଷ୍ଣଙ୍କ ସାଧନା ପୀଠ କଲିକତାର ନିକଟ ଦକ୍ଷିଣେଶ୍ୱର କାଳୀ ମନ୍ଦିରକୁ। ସେଠି ସେ ଗୁରୁଦେବଙ୍କ ଆଶୀର୍ବାଦ ନେଇ କ'ଣ ତାଙ୍କ ପାଖାପାଖି ରହି ସାଧନା ପାଠ କଲେ। 1886 ମସିହାରେ ଶ୍ରୀରାମକୃଷ୍ଣ ପରମହଂସଙ୍କ ପରଲୋକ ପରେ ସେ ଭାରତ ଭ୍ରମଣରେ ବାହାରି ପଡ଼ିଲେ। ସେ ଯେଉଁ ସ୍ଥାନକୁ ଗଲେ ସେଠାରେ ଧର୍ମ ଓ ଈଶ୍ୱରଙ୍କ ସମ୍ପର୍କରେ ପାଣ୍ଡିତ୍ୟପୂର୍ଣ୍ଣ ଭାଷଣମାନ ଦେଲେ। ତାଙ୍କର ଉଜ୍ଜ୍ୱଳ ମୁଖମଣ୍ଡଳ, ଜ୍ଞାନ, ପାଣ୍ଡିତ୍ୟ, ଆତ୍ମବିଶ୍ୱାସ ଓ ବଗ୍ମିତା ଦେଖି ଲୋକମାନେ ମୁଗ୍ଧ ହୋଇଗଲେ। ଶେଷରେ ସେ ଯାଇ ପହଞ୍ଚିଲେ ଭାରତର ଶେଷ ସୀମାରେ ଥିବା ରାମେଶ୍ୱର ମଠରେ। ସେଠାକୁ ଗଲେ ତିନୋଟି ସାଗର ମିଳନସ୍ଥଳ କନ୍ୟାକୁମାରୀ। କୁମାରୀ ମନ୍ଦିରଠାରୁ ଅଳ୍ପ ଦୂରରେ ସାଗର ମଧ୍ୟରେ ଥିବା ଏକ ବିରାଟ ଶିଳାଖଣ୍ଡ ଉପରେ ବସି ସେ ଧ୍ୟାନମଗ୍ନ ହୋଇଗଲେ। ବୁଝିହେଲା। ସେ ସବୁଆଡ଼େ ଗଲେ ଏବଂ ସବୁଆଡ଼େ କ'ଣ ନିଜର ପାଣ୍ଡିତ୍ୟପୂର୍ଣ୍ଣ ଭାଷଣ ଦେଉଥିଲେ। ଲୋକମାନେ ତାଳି ତାଳି ପକାଉଥିଲେ। ତାଙ୍କ ଭାଷଣ ଶୁଣିବାକୁ ଆଖପାଖର ସବୁ ଲୋକ ମିଳନ ହୋଇଯାଉଥିଲେ। ଏବଂ ଶେଷରେ ସେ ଗଲେ କ'ଣ ଧ୍ୟାନମଗ୍ନରେ ବସିବାକୁ ଗୋଟିଏ କୋଉଠିକି ହେଲା କନ୍ୟାକୁମାରୀକୁ। ଏକ ଅପୂର୍ବ ଆନନ୍ଦ ଏବଂ ଦିବ୍ୟ ଆଲୋକରେ ତାଙ୍କର ଅନ୍ତର ଉଛୁଳି ଉଠିଲା। ତାହାରି ମଧ୍ୟରେ ସେ ଶୁଣିବା ପାରିଲେ ସତେ ଯେପରି ତାଙ୍କର ଗୁରୁ କହୁଛନ୍ତି, ଯାହା ଲଙ୍ଘିଯାଏ ସମୁଦ୍ର, ଦୂର ଦେଶରେ ଯାଇ ଭାରତର ବାଣୀ ପହଞ୍ଚାଇ ଦେ। ବୁଝିହେଲା। ସେ ଯେଉଁ ତାଙ୍କର ଭାଷଣ ମଧ୍ୟରେ ତାଙ୍କ ବାଣୀ ଯେଉଁ କହୁଛନ୍ତି ପାଣ୍ଡିତ୍ୟପୂର୍ଣ୍ଣ ଭାଷଣ, ତାଙ୍କ ଗୁରୁ ଯେମିତି କହୁଛନ୍ତି, ଦୂର ଦେଶକୁ ଯାଇ ମଧ୍ୟ ଭାରତର ବାଣୀ ତୁ ପହଞ୍ଚେଇ ଦେ। 1983 ମସିହା ଆମେରିକାର ଚିକାଗୋ ସହରରେ ଗୋଟିଏ ବିରାଟ ଧର୍ମସଭାର ଆୟୋଜନ ହୋଇଥାଏ। ବିବେକାନନ୍ଦଙ୍କ ମନରେ ପ୍ରବଳ ଆଗ୍ରହ ହେଲା ଥରେ ସେହି ଧର୍ମସଭାରେ ଯୋଗ ଦେବା ପାଇଁ। ସେ ଜାହାଜରେ ବସି ଚିକାଗୋରେ ପହଞ୍ଚିଲେ। ଜାହାଜରେ ଆମେରିକାର ଜଣେ ବିଖ୍ୟାତ ଅଧ୍ୟାପକଙ୍କ ସହିତ ତାଙ୍କର ପରିଚୟ ହେଲା। ବିବେକାନନ୍ଦଙ୍କ ଜ୍ଞାନ ଓ ପାଣ୍ଡିତ୍ୟ ଦେଖି ସେ ମୁଗ୍ଧ ହୋଇଗଲେ। ସମ୍ମିଳନୀରେ ଯୋଗ ଦେବା ପାଇଁ ସେ ସୁବିଧା କରିଦେଲେ। ବୁଝିହେଲା। ତାହେଲେ କ'ଣ ସେ ହେଲା ସମ୍ମିଳନୀରେ? 1983 ମସିହା ସେପ୍ଟେମ୍ବର 11 ତାରିଖରେ ଧର୍ମ ସମ୍ମିଳନୀ ଆରମ୍ଭ ହେଲା। ପୃଥିବୀର ପ୍ରାୟ ପ୍ରତ୍ୟେକ ଧର୍ମର ପ୍ରତିନିଧି ସେଠାରେ ଯୋଗ ଦେଇଥାନ୍ତି। ସଭାସ୍ଥଳରେ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥାଆନ୍ତି। ଅନ୍ୟ ଧର୍ମର ପ୍ରତିନିଧିମାନେ ଜଣ ଜଣ ହୋଇ ନିଜର ବକ୍ତବ୍ୟ ଦେଇସାରିଲେଣି। ସଭାମଞ୍ଚରେ ଗଭୀର ନୀରବତା। ଭାରତର ଜଣେ ତରୁଣ ସନ୍ନ୍ୟାସୀ ବିବେକାନନ୍ଦ ଏଥର ଭାଷଣ ଦେବେ। ସେ ପିନ୍ଧିଛନ୍ତି ଗେରୁଆ ବସ୍ତ୍ର, ମୁଣ୍ଡରେ ଗେରୁଆ ପଗଡ଼ି। ଅଳ୍ପ ସମୟ ତାଙ୍କୁ ମିଳିଛି କହିବା ପାଇଁ। ବୁଝିହେଲା ପିଲାମାନେ। ସବୁ ଧର୍ମର କ'ଣ ଭାଷଣ ଦେଇସାରିଲେଣି। ବର୍ତ୍ତମାନ ଭାରତର ଜଣେ ଗେରୁଆ ବସ୍ତ୍ର ପିନ୍ଧିଥିବା, ମୁଣ୍ଡରେ ଗୋଟେ ଗେରୁଆ ପଗଡ଼ି ଜଣେ ତରୁଣ ସନ୍ନ୍ୟାସୀ ବିବେକାନନ୍ଦ ଭାଷଣ ଦେବେ। ବିବେକାନନ୍ଦ ଆରମ୍ଭ କଲେ, ଆମେରିକାବାସୀ ଭାଇ ଓ ଭଉଣୀମାନେ। ପିଲାମାନେ, ଆମେରିକାବାସୀ ଭାଇ ଓ ଭଉଣୀମାନେ ମାନେ ସବୁ ଧର୍ମର ଲୋକ ମୋର ଭାଇ ଓ ଭଉଣୀ। ଭାଇ ଓ ଭଉଣୀ ସମ୍ବୋଧନ ଶୁଣି ଶ୍ରୋତାମାନେ ଆନନ୍ଦରେ ଉଛୁଳି ଉଠିଲେ। ସେମାନେ କରତାଳ ଦେଇ ତାଙ୍କୁ ଅଭିନନ୍ଦନ ଜଣାଇଲେ। ଏହାପରେ ବିବେକାନନ୍ଦ ଭାରତୀୟ ଧର୍ମ ଓ ଦର୍ଶନ, ହିନ୍ଦୁ ଧର୍ମର ବିଶେଷତ୍ୱ ଓ ବିଶ୍ୱ ଭ୍ରାତୃତ୍ୱର ବାଣୀ ଇତ୍ୟାଦି ଏଭଳି ଚମତ୍କାର ଭାବରେ ବୁଝାଇଲେ ଯେ ଶ୍ରୋତାମାନେ ମନ୍ତ୍ରମୁଗ୍ଧ ହୋଇଗଲେ। ତାଙ୍କ ଭାଷଣ ଓ ଫଟୋ ଆମେରିକାର ସମ୍ବାଦପତ୍ରମାନଙ୍କରେ ଛପାଗଲା। ତାଙ୍କ ଉପରେ ପ୍ରଶଂସା ଅଜାଡ଼ି ହୋଇ ପଡ଼ିଲା। ସେ ବୁଝାଇ ଦେଲେ ଯେ ସବୁ ମଣିଷ ହେଉଛନ୍ତି ଈଶ୍ୱରଙ୍କ ସନ୍ତାନ। ତେଣୁ ଆମେ ସମସ୍ତେ ଭାଇ ଭାଇ। ମାନବ ସେବା ହିଁ ଈଶ୍ୱରଙ୍କ ସେବା। ବୁଝିହେଲା। ଜଣେ ମଣିଷ ଭାଷଣ ମାଧ୍ୟମରେ ଅନ୍ୟ ଦେଶର ଲୋକଙ୍କୁ ଭାଇ ଓ ଭଉଣୀ ନିଜର କହି, ଯେତେ ଧର୍ମ ଅଛି ସମସ୍ତେ ମୋର ଭାଇ ଓ ଭଉଣୀ, ଆମେରିକାର ଖବରକାଗଜରେ ମଧ୍ୟ କ'ଣ ଛପାଗଲା। ତାଙ୍କରି ଏଭଳି କଥା ଶୁଣି ସେଠାରେ ଉପସ୍ଥିତ ଥିବା ପଣ୍ଡିତମାନେ କହିଲେ, ସେ ହେଉଛନ୍ତି ମାନବ ଜାତିର ଅଳଙ୍କାର ସଦୃଶ। ଏହି ଘଟଣା ପରେ ସ୍ୱାମୀଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଦେଶର ବହୁ ନରନାରୀ ତାଙ୍କର ଶିଷ୍ୟତ୍ୱ ଗ୍ରହଣ କଲେ। ବୁଝିହେଲା ପିଲାମାନେ। ବିଦେଶ ଲୋକମାନେ ସ୍ୱାମୀ ବିବେକାନନ୍ଦଙ୍କର
କ'ଣ ହେଲେ ଶିଷ୍ୟତ୍ୱ ଗ୍ରହଣ କରିଥିଲେ, ତାଙ୍କ ଶିଷ୍ୟ ହେଲେ। ମାର୍ଗାରେଟ୍ ନୋବେଲ ନାମରେ ଜଣେ ମହିଳା ତାଙ୍କର ପ୍ରିୟ ଶିଷ୍ୟା ଥିଲେ। ହେଲା ପିଲାମାନେ ଦେଖ, ଶିଷ୍ୟା ହେଲା, ଶିଷ୍ୟର ସ୍ତ୍ରୀଲିଙ୍ଗ ଶିଷ୍ୟା। ପରେ ସେ ଭଗିନୀ ନିବେଦିତା ନାମରେ ପରିଚିତା ହୋଇଥିଲେ। ସ୍ୱାମୀଜୀ 1897 ମସିହାରେ ରାମକୃଷ୍ଣ ମିଶନ ନାମରେ ଏକ ସେବା ଅନୁଷ୍ଠାନ ଗଠନ କରିଥିଲେ। ବର୍ତ୍ତମାନ ପିଲାମାନେ ତମେ କଟକ ଭୁବନେଶ୍ୱର ଆସିଲେ ରାମକୃଷ୍ଣ ମିଶନ ଦେଖିବାକୁ ପାଇବ। ଏହି ସେବା ଅନୁଷ୍ଠାନର ପରିଚାଳନା ପାଇଁ ସେ ଦେଶ ବିଦେଶରୁ ଅନେକ ସାହାଯ୍ୟ ସଂଗ୍ରହ କରିଥିଲେ। ଅସ୍ପୃଶ୍ୟତା ନିବାରଣ, ନାରୀ ଶିକ୍ଷାର ପ୍ରସାର, ସାମ୍ପ୍ରଦାୟିକ ସ୍ୱଭାବ ରକ୍ଷା ତଥା ଦରିଦ୍ରମାନଙ୍କର ସେବା ଇତ୍ୟାଦିର ବାର୍ତ୍ତା ସେ ସାରା ଦେଶରେ ପ୍ରଚାର କରିଥିଲେ। ବୁଝିଲା ପିଲାମାନେ, ଆଗରୁ ନାରୀମାନଙ୍କୁ ଶିକ୍ଷା ଦିଆଯାଉନଥିଲା। ସେସବୁ କ'ଣ ଦରିଦ୍ରମାନଙ୍କୁ ସେବା କେମିତି କରାଯିବ, ହେଲା, ଛୁଆଁ ଅଛୁଆଁ ଭେଦଭାବ କେମିତି ଦୂର କରିବା, ସମସ୍ତେ ହେଉଛନ୍ତି ଆମର ଭାଇ ଭଉଣୀ, ସମସ୍ତଙ୍କୁ ଶିକ୍ଷା ପାଇବାର ଯୋଗ୍ୟତା ଅଛି, ସମସ୍ତେ ଶିକ୍ଷା ପାଇବେ ଏବଂ ଦରିଦ୍ରମାନଙ୍କର କେମିତି ସେବା କରିବା ତାଙ୍କରି ବିଷୟରେ ସେ କ'ଣ ସାରା ଦେଶରେ ପ୍ରଚାର କରିଥିଲେ। ସାରା ମାନବ ଜାତିକୁ ସେ ଏକ ବୋଲି କହିଥିଲେ ଏବଂ ସବୁ ଧର୍ମ ପ୍ରତି ତାଙ୍କର ସମ୍ମାନ ଥିଲା। ଅକ୍ଲାନ୍ତ ପରିଶ୍ରମ ଫଳରେ ସ୍ୱାମୀଜୀଙ୍କ ସ୍ୱାସ୍ଥ୍ୟ ଭାଙ୍ଗି ପଡ଼ିଲା। 1902 ମସିହା ଜୁଲାଇ 4 ତାରିଖ ଦିନ ସବୁଦିନ ଭଳି ସେ ଖୁବ୍ ଭୋରରୁ ଉଠିଲେ। ଦିନ ସାରା ବହୁ ବନ୍ଧୁ ଓ କର୍ମୀଙ୍କ ସହ ଆଲୋଚନା କଟିଲା। ସନ୍ଧ୍ୟା ବେଳକୁ ସେ ଧ୍ୟାନମଗ୍ନ ହେଲେ। ଏହି ଧ୍ୟାନମଗ୍ନ ଅବସ୍ଥାରେ ହିଁ ସେ ଦେହତ୍ୟାଗ କଲେ। ଏକାଧାରରେ ସେ ଥିଲେ ଦେଶପ୍ରେମୀ, ବିଶ୍ୱପ୍ରେମୀ ଓ ମାନବ ପ୍ରେମୀ ଗୁରୁ। ନିଜ ଜ୍ଞାନ ବଳରେ ସେ ବିଶ୍ୱ ଜୟ କରି କେବଳ ଭାରତର ଗୌରବ ବଢ଼ାଇ ନାହାନ୍ତି, ଯୁଗ ଯୁଗ ପାଇଁ ସାରା ଜଗତକୁ ମାନବ ପ୍ରେମର ଏକ ନୂତନ ବାର୍ତ୍ତା ଶୁଣାଇ ଯାଇଛନ୍ତି। କେତେ ସୁନ୍ଦର ବିଷୟ, କେତେ ସୁନ୍ଦର ବାଣୀ। ସାଙ୍ଗମାନଙ୍କୁ କାହାକୁ ମଧ୍ୟ ପଠାଇଦେବ, ସାଙ୍ଗମାନେ ବି ଆମର ଜାଣନ୍ତୁ ଏବଂ ସାଙ୍ଗମାନେ ବି ଆମର କିଛି ଶିଖନ୍ତୁ। ଧନ୍ୟବାଦ ପିଲାମାନେ।